ଏବେ ଆସିକି ମୁଁ ଘରେ ପହଞ୍ଚି ଯାଇଛି। ଚାଲନ୍ତୁ ଦେଖିବା ମୋ ଭଉଣୀ ଆଉ ମା କିସ କରୁଛନ୍ତି। ଆମେ ଦେଖନ୍ତୁ ମୋ ମାମା କିସ କରୁଛୁ ଏଇଠି। ମାମା କିସ କରୁଛୁ ଲ ଏୟାର को ଖରକୁଛୁ ନା ମାମା ହଁ ନା। ତାପରେ ଏଇଠି ମୋ ଭଉଣୀ ପକୋଡା ଗୋଳେଇ ନାହିଁ ସବୁ ପ୍ରକାର ଜିନିଷ ପତ୍ର ଆୟୋଜନ କରୁଛି। କିସ କିସ ପକେଇବ ତା ସେନ୍ତର କିସ ପକେଇଲୁ ରେଖା। ଏଠି ପଡିଛି ଅଣ୍ଡା ଦହି ଆଉ ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ଆଉ ଲୁଣ ମିଟ୍ ମସଲା ହଁ ଆଉ ଅଦା ରସୁଣ ପିଆଜ ପେଷ୍ଟ ଆଉ ଲୁଣଟାକୁ ଛାଡ଼ିଦେଇଗଲୁ। ଲୁଣ ଏଇଠି ମୋ ମା ସେଇ ଅଦା ରସୁଣ ଆଉ କିସ ଅଦା ରସୁଣ ପିଆଜ ଜିରା ଏଇଠି ସେ ପେଷ୍ଟ କରୁଛୁ। ଲାଇନ୍ ନାହିଁ ଯେହେତୁ ସାନ ହେମଦସ୍ତାରେ ସେ ଛେଞ୍ଚୁଛୁ ଏଇଠି ପଡ଼ିବ। ତାପରେ ଆମ ରେଖା କରିବ ରାତିକି କିସ କରିବ ରେଖା ମିକ୍ସ ଚାଉମିନ କରିବ ତା ସାଙ୍ଗକୁ ପକୋଡା ହବ। ମୁଁ ଆସିଛି ଆଜି ବାପ ଘରକୁ ମାନେ ମୋର ଛୁଟି ସେମାନଙ୍କର କାମ ମୁଁ ଭାବୁଥିଲି କାରଣ ମୋ ଭଉଣୀ ଯେହେତୁ ଆଜି ବାହାହେଇନି ସେଇ ନେଇକି ସିଏ ଜାଣିନି ସେଇ କଥା କହୁଛୁ ଏଇଟା ମୁଁ ଗୁଳେଇବି ତୁ ଗୁଳା କାହାକୁ କେମିତି ଲାଗିବ ଖରାପ ଲାଗିବ ସେଇ ନେଇ କହୁଛୁ ବାହା ହେଇସା ତାପରେ ଜାଣି ଯେହେତୁ ହଁ ହେଇଯିବ ହଁ ଭାରି ଜଣା ବାଲା ଯେହେତୁ ମତେ ଏତେ ଯେହେତୁ ସେ ମତେ ରିକ୍ୱେଷ୍ଟ କଲା ସେଇ ନେଇକି ମୁଁ ତା ରିକ୍ୱେଷ୍ଟକୁ ସମ୍ମାନ ଦେଇକି ଟିକେ ଗୁଳେଇଦେନି ଆଉ ମାନେ ଛାଣି ପାରିବିନି ଯିଏ ଛାଣିବ ଛାଣିବ ଏବେ ଆଲୁ ପଡ଼ିଲା ରେଡି କରିଦେଲି ପୁରା ଗୁଳେଇକି ପକୋଡା ପାଇଁ ଏବେ ଛାଣିଲା ଦେଖିବ ମାର ମୁଁ ଆଉ ଛାଣି ପାରିବିନି। ସେ ଫ୍ରିଜରେ ଥିଲା ଚିକେନ ତରକାରୀ ସେନା ଗରମ କରିବା ଆମେ ଟିକେ ଭୁଜା ମାରିଦେବା ତାପରେ ସେ ପକୋଡା କଷା ପୋଡ଼ା ଖାଇବା ଗଲେ ଆମେ ଖାଇତେ ଚିକେନ ତାପରେ ଖିଆଯିବ ପକୋଡା ଆଉ ମା ଏଠି ପକୋଡା ଛାଙ୍କୁଛୁ। କେତେ ଦୂର ଆଗେଇଲା ମା ଛାଙ୍କି ଚାଲିଛି। ଭୁଜା ଖାଇସାରିଲା ପରେ ବସିଗଲୁ ପକୋଡା ଖାଇବା ପାଇଁ। ଭୁଜା ଖାଇସାରିଲା ବେଳକୁ ମା ଛାଙ୍କି ଦେଇଥିଲା ପକୋଡା ବସିଗଲୁ ଆମେ ପକୋଡା ଖାଇବା ପାଇଁ। କିଏ କିଏ ଖାଇତେ ଚାହୁଁଛନ୍ତି ଆସନ୍ତୁ ଖାଇବା ସାଙ୍ଗ ହେଇକି। ତାପରେ ଆମେ ଗୋଟେ ଜାଗାକୁ ଯିବା ଆପଣମାନଙ୍କୁ ଦେଖେଇମି ଆମେ କୋଉ ଜାଗାକୁ ଯାଉଛେ। ବୁଡ଼ ମୋ ଫେଭରେଟ ସତରେ ବହୁତ ଟେଷ୍ଟ ହେଇଛି ପକୋଡାଟା। କିଏ କରିଛି ତୁ କରିଛୁ ନା ଗୁଳେଇଛି ମୁଁ ମୁଁ ସବୁ ମସଲା ନା ଭଲ କରିଛି ସେ ଶାଶୁଘର ଭଲ କରିବୁ ତ ଶାଶୁ ପ୍ରଶଂସା କରିବେ।